ଶବ୍ଦ କେତେ ଭାଗରେ ବିଭକ୍ତ ସେ ବିଷୟରେ ଆମେ ପଢ଼ିଥିଲେ। ଆଜି ଆମେ ପଢ଼ିବା ବାକ୍ୟ କାହାକୁ କୁହାଯାଏ, ବାକ୍ୟ କେତେ ପ୍ରକାର ସେ ବିଷୟରେ ଆମେ ଜାଣିବା। ଗୋଟିଏ ଶୁଦ୍ଧ ବାକ୍ୟରେ ଆମର କ'ଣ କ'ଣ ଥାଏ ଆମେ ସେସବୁ ଆଜି ପଢ଼ିବା। ତାହେଲେ ଆମେ ପ୍ରଥମେ ଜାଣିବା ବାକ୍ୟ କାହାକୁ କୁହାଯାଏ। ବାକ୍ୟ କାହାକୁ କୁହାଯାଏ, ଏକ ବା ଏକାଧିକ ପଦ ମିଳିତ ହେଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ବାକ୍ୟ କୁହାଯାଏ। ତାହେଲେ ଆମର ଗୋଟିଏ ଶୁଦ୍ଧ ବାକ୍ୟରେ ଯୋଗ୍ୟତା, ଆକାଂକ୍ଷା, ଆଶୋକ୍ତି, ବାକ୍ୟାଂଶ ଏବଂ ଖଣ୍ଡବାକ୍ୟ ଥାଏ। ତାହେଲେ ତାପରେ ଆମେ ଦେଖିବା ବାକ୍ୟ ରୂପାନ୍ତର। ବାକ୍ୟ ରୂପାନ୍ତର କାହାକୁ କୁହାଯାଏ, ନା ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଇଏ ଥିଲା ଆମ ବାକ୍ୟ ରୂପାନ୍ତର। ତାପରେ ବାକ୍ୟର ଗଠନଗତ ରୂପାନ୍ତର ଦେଇଛି ଏକ୍ଜାମ୍ପଲ ସବୁ, କିନ୍ତୁ ମୁଁ ସବୁ କିଛି କହୁନି। ତାପରେ ବାକ୍ୟର ଅର୍ଥଗତ ରୂପାନ୍ତର, ବିବୃତ୍ତି ସୂଚକ ବାକ୍ୟ, ପ୍ରଶ୍ନ ସୂଚକ ବାକ୍ୟ, ନାସ୍ତି ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ। ତାପରେ ଆସିବ ଆମର ବାଚ୍ୟଗତ ରୂପାନ୍ତରୀକରଣ, କର୍ତ୍ତୃବାଚ୍ୟ, କର୍ମବାଚ୍ୟ, ଭାବବାଚ୍ୟ ଏସବୁ ଆମର ଆସିବ। ତାପରେ ପଦ ବିନ୍ୟାସ ଦେଖିବା। ପଦବିନ୍ୟାସ କହି ବୋଲି ପାରେ ଯେ ପଚା ଚିଙ୍ଗୁଡ଼ି ବିକେ ସେ, ଭଲ ଭାବରେ କହିବା ଜଣାଥିଲେ ଖରାପକୁ ମଧ୍ୟ ଭଲ ବୋଲି ସାବ୍ୟସ୍ତ କରିହୁଏ। କହିବା ଜଣା ହେଉଛି ବାକ୍ୟର ଗଢ଼ାର କୌଶଳ। ତେବେ ଶୁଦ୍ଧ ବାକ୍ୟ ଗଢ଼ିବାକୁ ହେଲେ କେତୋଟି ବିଷୟ ପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ। ଏଗୁଡ଼ିକୁ ବାକ୍ୟର ପଦବିନ୍ୟାସ କୁହାଯାଏ। ତାପରେ ଦେଖିବା ବାକ୍ୟର ପ୍ରକାର ଭେଦ। ବାକ୍ୟର ପ୍ରକାର ଭେଦ, ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦ ସଂଗତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହିତା ଦୃଷ୍ଟିରୁ ନିର୍ଦ୍ଧାରକ ହୁଏ। ଗଠନ, କଳା ଓ ପ୍ରକାର୍ଯ୍ୟ ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟ ରୂପ କୁହାଯାଏ। ଦେଖିପାରୁଥିବେ ବାକ୍ୟ ରୂପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗଠନାତ୍ମକ ରୂପ, ପ୍ରକାର୍ଯ୍ୟାତ୍ମକ ରୂପ। ଗଠନାତ୍ମକ ରୂପ ସରଳ ବାକ୍ୟ, ଗଠନାତ୍ମକ ରୂପ ହେଉଛି ସରଳ ବାକ୍ୟ, ସେକେଣ୍ଡ ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ, ନାସ୍ତିସୂଚକ ବାକ୍ୟ। ପ୍ରକାର୍ଯ୍ୟାତ୍ମକ ରୂପ ଦୃଷ୍ଟିରୁ ଆମର ବିବୃତ୍ତି ସୂଚକ ବାକ୍ୟ, ଆଦେଶ ବା ଅନୁରୋଧ ସୂଚକ ବାକ୍ୟ, ପ୍ରଶ୍ନ ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ। ଇଏ ଥିଲା ଆମର ବାକ୍ୟର ପ୍ରକାର ଭେଦ। ଦେଖିବା ପ୍ରଥମେ ସରଳ ବାକ୍ୟ କାହାକୁ କୁହାଯାଏ। ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ଆମର ସରଳ ବାକ୍ୟ କୁହାଯାଏ। ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ଆମର ସରଳ ବାକ୍ୟ କୁହାଯାଏ। ଯୌଗିକ ବାକ୍ୟ କାହାକୁ କୁହାଯାଏ, ନା ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାରଯୋଗୀ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। ଜଟିଳ ବାକ୍ୟ କାହାକୁ କୁହାଯାଏ, ନା ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ। ମିଶ୍ର ବାକ୍ୟ କାହାକୁ କୁହାଯାଏ, ନା ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ। ତାପରେ ଆମେ ଦେଖିବା ବାକ୍ୟର ପ୍ରକାର୍ଯ୍ୟଗତ ରୂପ, ବିବୃତ୍ତି ସୂଚକ ବାକ୍ୟ। ବିବୃତ୍ତି ସୂଚକ ବାକ୍ୟ କାହାକୁ କୁହାଯାଏ, ନା ନିର୍ଦ୍ଦିଷ୍ଟ ବିଷୟକ ବିବୃତ୍ତି ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ଯେପରିକି ଉଦାହରଣ ଆମେ ଦେଇପାରିବା, ଏ ବର୍ଷ ପ୍ରବଳ ଶୀତ ହୋଇଛି। କବିମାନଙ୍କ ମଧ୍ୟରେ ଶାରଳା ଦାସ ଆଦି କବି ଅଟନ୍ତି। ହେଉଛି ଆମର ବିବୃତ୍ତି ସୂଚକ ବାକ୍ୟ। ଅନୁରୋଧ ବା ଆଦେଶ ସୂଚକ ବାକ୍ୟ କାହାକୁ କୁହାଯାଏ, ନା ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଅନୁରୋଧ ବା ଆଦେଶ ସୂଚକ ବାକ୍ୟ କୁହାଯାଏ। ଆଜ୍ଞା ମୋତେ ଟିକେ ସାହାଯ୍ୟ କରନ୍ତୁ, ଇଏ ହେଉଛି ଆମର ଅନୁରୋଧ। ସେକେଣ୍ଡ ଦେଖ, ଖରେ ଘରଟାକୁ ସଫା କରିଦିଅ, ଇଏ ହେଉଛି ଆଦେଶ ସୂଚକ ବାକ୍ୟ। ତାହେଲେ ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଅନୁରୋଧ ବା ଆଦେଶ ସୂଚକ ବାକ୍ୟ କୁହାଯାଏ। ପ୍ରଶ୍ନ ସୂଚକ ବାକ୍ୟ କାହାକୁ କୁହାଯାଏ, ନା କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନ ସୂଚକ ବାକ୍ୟ କୁହାଯାଏ। ତମେ କେବେ ଆସିଲ? ଖରେ ଦେଖି ପାରୁଥିବ ଆଜି କେତେ ତାରିଖ, ଇଏ ହେଉଛି ପ୍ରଶ୍ନ। ବାକ୍ୟ ଦୁଇଟିରେ ସମୟ ଓ ତାରିଖ ସମ୍ପର୍କରେ ପ୍ରଶ୍ନ କରାଯାଇଛି।
କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନସୂଚକ ବାକ୍ୟ କୁହାଯାଏ। ତାପରେ ଦେଖିବା ବିସ୍ମୟସୂଚକ ବାକ୍ୟ। ବିସ୍ମୟସୂଚକ ବାକ୍ୟ କାହାକୁ କୁହାଯାଏ? ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ। ବାପା ଏତେ ଟଙ୍କା ଦେଲେ, ସତରେ ତମେ ଆସିଛ? ହେଉଛି ବିସ୍ମୟ ଭାବ ପ୍ରକାଶ କରୁଛି। ଉଭୟ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ପ୍ରକାଶିତ ହୋଇଛି। ନାସ୍ତିସୂଚକ ବାକ୍ୟ କାହାକୁ କୁହାଯାଏ? ନା ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ନାସ୍ତିସୂଚକ ବାକ୍ୟ କୁହାଯାଏ। ରୀତା ଦ୍ୱାରା ଏ କାମ କେବେ ବି ହେବ ନାହିଁ। ଖରେ ତମର ନିୟମ ମୁଁ ପାଳିପାରିବି ନାହିଁ। ଉଭୟ ବାକ୍ୟରେ ନାସ୍ତିର ସୂଚନା ମିଳୁଅଛି। ତେଣୁ ଇଏ ହେଉଛି ଆମର ନାସ୍ତିସୂଚକ ବାକ୍ୟ। ଦେଖିଲେ ଆମେ